ମୁଁ ଆପଣଙ୍କୁ କହିଥିଲି ନା ଯେଉଁମାନେ କଣ୍ଟିନ୍ୟୁ ପ୍ରିପାରେସନ୍ କରୁଥିବେ ଟାଇମଲି ପ୍ରପରଲି ୟୁଟିଲାଇଜ୍ କରୁଥିବେ ନିହାତି ଭାବରେ ଗୋଟେ ଦିନ ତାଙ୍କ ଟାଇମ୍ ଆସିବ ସକ୍ସେସ୍ ହିଁ 100% ପାଇବେ। କେହି ବି ତାଙ୍କୁ ରୋକିପାରିବେ ନାହିଁ ସକ୍ସେସ୍ ପାଇବାକୁ। ଠିକ୍ ଅଛି, ତ ମୁଁ ଆପଣଙ୍କୁ କ'ଣ ପାଇଁ କହୁଛି ଦେଖ 2023ରେ ଆର୍ ଆଇ ଅମିନ ବାହାରିଥିଲା ପାଖାପାଖି 2 ବର୍ଷ ହେଇଗଲାଣି। ଆପଣ ଜାଣିଥିବେ ତା'ର ଆପଣମାନେ ଜାଣିଥିବେ ତା'ର ପ୍ରିଲିମିନାରୀ ଏକ୍ଜାମ୍ ରେଜଲ୍ଟ ମଧ୍ୟ ଆସିଥିଲା। ତାପରେ ମେନ୍ ଏକ୍ଜାମ୍ ହେବାକୁ ଯାଉଥିଲା, ବସ୍ ଗୋଟେ ଦିନ 2 ଦିନ ପୂର୍ବରୁ କ୍ୟାନସଲ୍ ହେଲା। ପୁଣି ସେ ପ୍ରିଲିମିନାରୀ ଏକ୍ଜାମ୍ ମଧ୍ୟ ହେବ ଅକ୍ଟୋବର 8 ଅକ୍ଟୋବରରୁ। ଠିକ୍ ଅଛି, ଯେଉଁମାନେ ବି ପକେଇଛ ନିହାତି ଭାବରେ ଆପଣମାନେ ଯଦି କଣ୍ଟିନ୍ୟୁ ପ୍ରିପାରେସନ୍ କରୁଥିବେ ନିହାତି ଭାବରେ ଆପଣଙ୍କ ସିଲେକ୍ସନ୍ ହେବ। ଓକେ, 8 ସେପ୍ଟେମ୍ବର ମାନେ ଆପଣମାନେ ବର୍ତ୍ତମାନ ଟାଇମ୍ ଯେ ଅଛି ଆପଣମାନେ ରିଭିଜନ୍ କରନ୍ତୁ। ଓକେ, ବହୁତ ସାରା ମକ୍ ଟେଷ୍ଟ ଦିଅନ୍ତୁ ଯେଉଁଟାକି ଆପଣଙ୍କର ବେନିଫିଟ୍ ହେବ। ଓକେ, ଆପଣଙ୍କୁ ମଧ୍ୟ ଅଲରେଡ଼ି ବି ସେୟାର କରିଦେଇଥିଲେ ଆମ ଟେଲିଗ୍ରାମ ଗ୍ରୁପ୍ରେ। ଆପଣ ବି ଅଲରେଡ଼ି ଡିଟେଲ୍ ଯେଉଁମାନେ ଫର୍ମ ପକାଇଥିବେ ଅଲରେଡ଼ି ବି ଜାଣିଥିବେ। ଯେଉଁମାନେ ଜାଣିନ ନିହାତି ଭାବରେ ଆପଣମାନେ କଣ୍ଟିନ୍ୟୁ ପଢ଼ାପଢ଼ି ଉପରେ ଧ୍ୟାନ ଦିଅନ୍ତୁ। ଆପଣ ଜାଣିଥିବେ ତାର ଏକ୍ଜାମ୍ 8 ଅକ୍ଟୋବରରୁ ଷ୍ଟାର୍ଟ ହେଇଯିବ ଏବଂ 3 ୱିକ୍ ନଭେମ୍ବର। ଆପଣମାନେ ଭାବୁଥିବେ ଯେଉଁମାନେ ପଢ଼ି ଆଉଥିବେ 2023 2024ରେ ପଢ଼ି ଆଉଥିବେ ମନ ଭାଙ୍ଗିକି କହେ ଏକ୍ଜାମ୍ ହେଲାଣି, ଏକ୍ଜାମ୍ କ୍ୟାନସଲ୍ ହେଇଯିବ ବୋଧେ, ପୋଷ୍ଟ କ୍ୟାନସଲ୍ ହେଇଯିବ, ଏମିତି ଭାବିକି ଯେଉଁମାନେ ପଢ଼ାପଢ଼ି କମ୍ କରୁଥିବେ ନିହାତି ଭାବରେ ତାଙ୍କ ଚାନ୍ସ ଟିକେ କମ୍ ହେଇପାରେ। ଯେଉଁମାନେ 2023 ଟିକେ କମ୍ ପଢ଼ିଥିବେ କଣ୍ଟିନ୍ୟୁ ପ୍ରିପାରେସନ୍ କରି ଆସୁଥିବେ ସେମିତି କେହି ବି କହିପାରିବେନି ଆପଣଙ୍କ ଟାଇମ୍ କେତେବେଳେ ଆସେ। ମୁଁ ସେଥିପାଇଁ ଆପଣଙ୍କୁ କୁହେ କି ଆପଣ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ। ଠିକ୍ ଅଛି, କେତେବେଳେ ବି ଆପଣ ଏମିତି କଣ୍ଟିନ୍ୟୁ ଏକ୍ଜାମ୍ ଚାଲିଥିବ, ରେଜଲ୍ଟ ବାହାରୁଥିବ, ଏମିତି କଣ୍ଟିନ୍ୟୁ ହିଁ ଚାଲିଥିବ, ଆଜି ନହେଲେ କାଲି ହିଁ ହେବ। ତ ସେମିତି କ'ଣ ପାଇଁ ଆପଣମାନେ ଟାଇମ୍କୁ ୱେଷ୍ଟ କରି ଆପଣ କଣ୍ଟିନ୍ୟୁଅସ୍ଲି ଯଦି ଆପଣମାନେ ପ୍ରିପାରେସନ୍ କରୁଥିବେ ନିହାତି ଭାବରେ ଆପଣମାନେ ସକ୍ସେସ୍ ପାଇପାରିବେ। ମୁଁ ଆଜିର ଭିଡ଼ିଓ ମତଲବ କହିଲେ ଏତିକି ଯେ ଆପଣଙ୍କୁ ବହୁତ ସାରା ସୁବର୍ଣ୍ଣ ସୁଯୋଗ ମିଳୁଛି। ଯେମିତିକି ଆପଣ ଜାଣିଥିବେ ଓର୍ଥ ପୋଲିସ୍ ଅଣ୍ଡରରେ ଆର୍ ଆଇ ଅମିନ ଯେମିତି 8 ଅକ୍ଟୋବର ଏକ୍ଜାମ୍ ଷ୍ଟାର୍ଟ ହେଉଛି। ପୁଣି ଆପଣ ଜାଣିଥିବେ ଯେଉଁମାନେ ସେମ୍ ପିଲା ଯେଉଁମାନେ ମାନେ ଅଧିକାଂଶ କହିଗଲେ ସିମିଲାରଲି ଯେଉଁମାନେ ଆର୍ ଆଇ ଅମିନ ଆପ୍ଲାଏ କରିଥିବେ ତ ଅଧିକାଂଶ ପିଲା ମଧ୍ୟ ଆପ୍ଲାଏ କରିଥିବେ। ତା'ର ଏକ୍ଜାମ୍ ରେଜଲ୍ଟ ମଧ୍ୟ ଅକ୍ଟୋବର 4-5 ମଧ୍ୟ ହେବାକୁ ଯାଉଛି। ମୁଁ ଆପଣଙ୍କୁ ମଧ୍ୟ ଅଲରେଡ଼ି ବି ଛାଡ଼ିଥିଲି। ଠିକ୍ ଅଛି, ଓକେ, ଅକ୍ଟୋବର 4-5ରେ ହେବାକୁ ଯାଉଛି। ତ ଦୁଇଟା ଗୋଲ୍ଡେନ୍ ଅପରଚ୍ୟୁନିଟି। ପୁଣି ଏତିକି ନାହିଁ, ଆଉ ସାରା ମଧ୍ୟ ଯେମିତି ଏବେ CGL ଏକ୍ଜାମ୍ ଚାଲିଛି, ଯେମିତି OSSର ଯେମିତି ଗୋଟେ ଟ୍ରାଫିକ୍ ଏସ୍ଆଇ ନା କ'ଣ ଗୋଟେ ଚାଲିଥିଲା। ଆପଣମାନେ ଜାଣିଥିବେ ଗ୍ରୁପ୍ ଡି ପାଖାପାଖି ବହୁତ ସାରା ପିଲା ପକାଇଥିବେ, କାହିଁକିନା ଏଥିରେ ଏଜ୍ ମଧ୍ୟ ଲିମିଟ୍ ମଧ୍ୟ ଅଧିକ ଥିଲା। 17 ନଭେମ୍ବର ତାର ଏକ୍ଜାମ୍ ଡେଟ୍ ଷ୍ଟାର୍ଟ। ତ ଆପଣ ଟାର୍ଗେଟ୍ ନିଅନ୍ତୁ ଏଇ 3ଟା। ମାନେ ଦେଖ ସିଲାବସ୍ ତ ମିନିମମ୍ କହିବାକୁ ଗଲେ ସିମିଲାର ରହୁଛି, କେବଳ କହିବାକୁ ଗଲେ ଗ୍ରୁପ୍ ଡିରେ ଇଂଲିଶ ହିଁ ନାହିଁ। ଠିକ୍ ଅଛି, ସବୁ ସିଲାବସ୍ ସେମ୍ ରହୁଛି। ଓକେ, ତ ଆପଣମାନେ ଯଦି ଆପଣମାନେ ପଢ଼ାପଢ଼ି ଉପରେ କଣ୍ଟିନ୍ୟୁ କରୁଥିବେ ନିହାତି ଭାବରେ ଏ 3ଟାରୁ ଯେମିତି ହେଲେ ବି ଆପଣମାନେ 100 ଗୋଟେ ଆଶା ଥିବ। ଏମିତି ନାହିଁ କି ଏଇ 3ଟା ଯଦି ବି ନ ହେଲା ଆପଣମାନେ କଣ୍ଟିନ୍ୟୁ ପ୍ରିପାରେସନ୍ କରୁଥିବେ, ବହୁତ ହାର୍ଡ଼ୱାର୍କ କରୁଥିବେ, ଯଦି ଲକ୍ ସାଥ୍ ଦେଲାନି ଆଗକୁ ବହୁତ ସାରା ଭ୍ୟାକେନ୍ସି ଆସୁଛି। ଯେମିତିକି ଡିଷ୍ଟ୍ରିକ୍ଟ କନଷ୍ଟେବଲ୍ ହେଇଗଲା ବା ବହୁତ ବଡ଼ ବଡ଼ ଭ୍ୟାକେନ୍ସି ଆସୁଛି। OSSC CGL 2025 ମଧ୍ୟ ଆସିବାକୁ ଯାଉଛି ପେଣ୍ଡିଂ। ମୁଁ ଆପଣଙ୍କୁ ମଧ୍ୟ ନୋଟିଫିକେସନ୍ ମଧ୍ୟ କହିଥିଲି। ଆଉ ବହୁତ ସାରା ପୋଷ୍ଟ ମଧ୍ୟ ବହୁତ ସାରା ପେଣ୍ଡିଂ ଅଛି, ଆପଣମାନେ ମଧ୍ୟ ଅଲରେଡ଼ି ଜାଣିଥିବେ, ଯେଉଁଟାକି ଆସିବାକୁ ଯାଉଛି। ଓକେ, ଫ୍ୟୁଚର୍ ଆସିବାକୁ ଯାଉଛି। ସେଥିପାଇଁ ଆପଣ କହେ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ। ଆପଣ କେତେବେଳେ ଟାଇମ୍ ଆସିଛି ଆପଣ ନିହାତି କେହି ବି ଆପଣ ଜାଣିପାରିବେ ନାହିଁ। ଆଇ ହୋପ୍ ଯଦି ଆପଣଙ୍କ ଟାଇମ୍ ଆସିପାରେ, ଯଦି ଆପଣମାନେ କଣ୍ଟିନ୍ୟୁ ପ୍ରିପାରେସନ୍ ନ କରୁଥିବେ ଆପଣଙ୍କ ଟାଇମ୍ ପଳେଇ ଯାଇପାରେ, ତ ଆପଣମାନେ କେହି ବି ମିସ୍ କରନ୍ତୁ ନାହିଁ। ଆପଣ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ ଯେଉଁଟାକି ଆପଣଙ୍କୁ ହେଲ୍ପଫୁଲ୍ ହେବ ଆପଣଙ୍କ ଫ୍ୟୁଚର୍ ପାଇଁ, ଯେଉଁଟାକି ଆଗାମୀ ମଧ୍ୟରେ ଆପଣମାନେ ଫ୍ୟୁଚର୍ ସକ୍ସେସ୍ ହେଇପାରିବେ। ବାସ୍ ସେତିକି ମୁଁ ଆପଣଙ୍କୁ କିଛି କହିବାକୁ ଆସୁନି। ବାସ୍ ଏତିକି ଜାଣନ୍ତୁ କି ଆପଣମାନେ ଯେଉଁମାନେ ମନୋବଳ ଦୁର୍ବଳ କରୁଛନ୍ତି କି ମନୋବଳ ଦୁର୍ବଳ କରିଦେବେ, ହେ ଆର୍ ଆଇ ଏକ୍ଜାମ୍ କ୍ୟାନସଲ୍ ହେଇଗଲା, ଓକେ, ତ SI ଏକ୍ଜାମ୍ କ୍ୟାନସଲ୍ ହେଇଗଲା, ବହୁତ ସାରା କ୍ୟାନସଲ୍ ହେଇ ବର୍ତ୍ତମାନ ଏକ୍ଜାମ୍ ଡେଟ୍ ଅଛି। କହିବାକୁ ଗଲେ କନଫର୍ମ ହେଇଯିବ, SI 4-5 ହେଇଯିବ। ଯଦି ବି କ୍ୟାନସଲ୍ ହେଲା ତ ସେଇଟା ତ ଅଲଗା କଥା। ଠିକ୍ ଅଛି, କିନ୍ତୁ ଆପଣମାନେ ଟାର୍ଗେଟ୍ ନିଅନ୍ତୁ। ଠିକ୍ ଅଛି, ଆଉ ଯେଉଁମାନେ କହୁଛନ୍ତି ବହୁତ ସାରା ପିଲା ମେସେଜ୍ କରୁଥିଲି କି ଏଆର୍ ଆଇ ଭରସା ନାହିଁ, ଗୋଟେ ଦିନ ପୂର୍ବରୁ ଏକ୍ଜାମ୍ କ୍ୟାନସଲ୍ ହେଇଗଲା, ଏଇଟା ବି କ୍ୟାନସଲ୍ ହେଇଯିବ। କ୍ୟାନସଲ୍ ହଉ, ଆପଣ ସେଇ ଯେଉଁ ଡେଟ୍ରେ ଏକ୍ଜାମ୍ ଅଛି ସେଇ ଅନୁସାରେ ଆପଣମାନେ କଣ୍ଟିନ୍ୟୁ ରିଭିଜନ୍, ବହୁତ ସାରା ରିଭିଜନ୍ ମଧ୍ୟ ଟାଇମ୍ ହେଇଗଲା, ଆପଣମାନେ କଣ୍ଟିନ୍ୟୁ ପ୍ରିପାରେସନ୍ କରନ୍ତୁ। ଆଉ ଗୋଟେ ପିଲା ମେସେଜ୍ କରୁଛନ୍ତି କି ପୋଷ୍ଟ ବିକ୍ରି ହେଇଯାଉଛି, ମୁଁ ଶୁଣିଛି ଇଏ ଆର୍ ଆଇ ପାଇଁ 20 ଲକ୍ଷ ଦେଇଛି, ଇଏ 16 ଲକ୍ଷ ଦେଇଛି। ମୁଁ ଆପଣଙ୍କୁ ଗୋଟେ କଥା କହିଦେଉଛି, ଦେଖନ୍ତୁ ନିଆଁ ଅଛି ମାନେ ଧୂଆଁ ନିହାତି ବାହାରିବ। ମୁଁ ଆପଣଙ୍କୁ ପୁରା 100% ଗ୍ୟାରେଣ୍ଟି ଦେଇ କହୁଛି। ପୋଷ୍ଟ ବିକ୍ରି ହେଉଛି, ସମସ୍ତେ ଜାଣିଛନ୍ତି ପୋଷ୍ଟ ବିକ୍ରି ହେଉଛି। ଏମିତି ନାହିଁ କି 100ଟା ପୋଷ୍ଟରୁ ଆପଣଙ୍କୁ 100ଟା ପୋଷ୍ଟ ବିକ୍ରି ହେଉଛି। 100ଟା ପୋଷ୍ଟରୁ 20-30ଟା ପୋଷ୍ଟ ବିକ୍ରି ହେଉଛି। ଧର ଆପଣଙ୍କ ମତରେ 50ଟା ପୋଷ୍ଟ ବିକ୍ରି ହେଉଛି, 50ଟା ପୋଷ୍ଟ ବଳୁଛି ନା, ସେଇ ଅନୁସାରେ ଆପଣ ପ୍ରିପାରେସନ୍ ଷ୍ଟାର୍ଟ କରୁ, ଯେଉଁଟାକି ସେଇ 50 ପୋଷ୍ଟ ଭିତରେ ଆପଣମାନେ ରହିପାରିବେ। ଯିଏ କହିବେ କଟଅଫ୍ ହାଇ ଯାଉଛି,
ହଁ କଟଅଫ୍ ହାଇ ଯାଉଛି କେଉଁମାନେ କଟଅଫ୍ ହାଇ କରୁଛନ୍ତି ସେଇଭଳି ତମ ଭଳିଆ ମଣିଷ ହିଁ କଟଅଫ୍ ହାଇ ପଢ଼ିକି କଟଅଫ୍ କ୍ଲିୟର କରୁଛନ୍ତି ନା। ତ ସେଇ ଅନୁସାରେ ଆପଣ ନିଜକୁ ପ୍ରିପାରେସନ୍ କରନ୍ତୁ, ନିଜକୁ ନିହାତି ଭାବରେ ସେଲ୍ଫ କନଫିଡେନ୍ସ ଆଣନ୍ତୁ ଏବଂ ଆଉ ଗୋଟେ ମୋଟିଭେଟ୍ ଆପଣଙ୍କୁ କେବେ ବି ଆଗକୁ ନେଇପାରିବ ନାହିଁ। ମୁଁ ଆପଣଙ୍କୁ କହିଦେଉଛି, ଆପଣ ଯଦି ନିଜକୁ ଗୋଟେ ହଙ୍ଗ୍ରି ମାନେ ଭୋକିଲା ଟାଇପ୍ର ନ ରହନ୍ତି, ସପୋଜ୍ ମୁଁ ଜିକେରେ ଦୁର୍ବଳ ଅଛି, ଗୋଟେ ଏତେ ହଙ୍ଗ୍ରି ହେଇଯାଆନ୍ତୁ କି ଜିକେ ଟାଇପ୍ରେ, ଯେମିତିକି ପୁରା ଜିକେ ଏତେ ପ୍ରାଧାନ୍ୟ ଦିଅନ୍ତୁ ଯେମିତି ଆଗାମୀ 4-5 ମାସ ଭିତରେ ଆପଣଙ୍କ ପୁରା ଜିକେ କହିବାକୁ ଗଲେ ଜିକେ ପୁରା ସିଲାବସ୍ କମ୍ପ୍ଲିଟ୍ ହେଇଯିବ, ଯାହାକି ଆପଣଙ୍କ ବେସିକ୍ ଡିଟେଲ୍ସ ମଧ୍ୟ କ୍ଲିୟର ହେଇଯିବ। ମାନେ କହିବାକୁ ଗଲେ ଏମିତି ହିଁ ପ୍ରାଧାନ୍ୟ ଦିଅନ୍ତୁ ଯେଉଁଟାକି ଆପଣମାନେ ଆଗକୁ ସକ୍ସେସ୍ ହେଇପାରିବେ। ଓକେ, ବାସ୍ ମୁଁ ଆପଣଙ୍କୁ ଟାଇମ୍ ୱେଷ୍ଟ କରିବାକୁ ଚାହୁଁନି। ତ ମୁଁ ଆପଣଙ୍କୁ କହିବାର ମତଲବ ଏହିକି ଯେ ଏମିତି ବହୁତ ସାରା ପୋଷ୍ଟ ମଧ୍ୟ ଆସିବ ଆଗକୁ ଏବଂ ଏଇ ଗୋଲ୍ଡେନ୍ ଅପରଚ୍ୟୁନିଟି ରହୁଛି ଯେଉଁମାନେ ପକାଇଥିଲେ SI ARI ଆମିନ, ଠିକ୍ ଅଛି, ଆଉ ଗ୍ରୁପ୍ ଡି ମଧ୍ୟ ପକାଇଥିଲେ, ଯେଉଁଟାକି ଗୋଟେ ପାଖାପାଖି ଏକ୍ଜାମ୍ ହେଉଛି। ତ ଆପଣ ସେ ଅନୁସାରେ ପ୍ରିପାରେସନ୍ କରନ୍ତୁ ଯେଉଁଟାକି ଆଗାମୀ ଅଧ୍ୟାୟରେ ଆପଣମାନେ ସକ୍ସେସ୍ ପାଇପାରିବେ। ଠିକ୍ ଅଛି, ତ ଟାଇମ୍ ୱେଷ୍ଟ କରୁନି, ରହୁଛି, ଦେଖ ନେକ୍ସଟ ଭିଡ଼ିଓରେ। ସେଥିପାଇଁ ଜୟ ଜଗନ୍ନାଥ।